ନମସ୍କାର ଦର୍ଶକ ବନ୍ଧୁ, ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଜ୍ୟୋତ୍ସ୍ନା ମ୍ୟାଡାମ ଆମର ଏଡିଟିଂ ରେ ବ୍ୟସ୍ତ। କଣ ମ୍ୟାଡାମ? କଣ ମ୍ୟାଡାମ? କଣ ସାର୍ ଖବର କଣ? ଭଲ ଅଛ? ସେ ଗୋଟେ ଆସେ ଆମର ଆଡଭର୍ଟାଇଜ। ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। ସାରଙ୍କ ଦେହ ଜମା ଭଲ ନାହିଁ, ସେଇଥିପାଇଁ ସାର୍ ମତେ ନଚିନିଲା ଭଳିଆ କଥା କହୁଛନ୍ତି କଣ ଭଲ ଅଛ, ଇଏ ଅଛ, ସେ ଅଛ। ମୁଁ ତ କିଛି କହିନି, ମୁଁ ଖାଲି କଣ ମ୍ୟାଡାମ କହିଲି, ବାକି ତକ ତ ତମେ କହିଲ। ତମ କଥାଟା ମୁଁ କହିଦେଲି ଆଉ। ଏଇଖଣା କଳିଆ ଲୋକଟା ବା, ଖାଲି କଳି କରିବା ପାଇଁ ଅନେଇ ବସିଛନ୍ତି। ମୁଁ କଣଟା କହିଲି, ମୁଁ ପଦେ କହିଲି ତମେ 10 ପଦ ଶୁଣୁଛ। ଦେଖ, ମୁଁ ଯାହା ବି କହୁଛି କ୍ୟାମେରା ଆଗରେ କହୁଛି, ତମେ ଯାହା କହୁଛ କ୍ୟାମେରା ପଛରେ କହୁଛ। ପ୍ରଶ୍ନର ଉତ୍ତର ଦିଅ। ମୁଁ କ୍ୟାମେରା ପଛରେ କହେ, ମୁଁ ଲୋକଟା କ୍ୟାମେରା ପଛରେ କହିବା ଲୋକଟା। ହଉ ଦର୍ଶକ ବନ୍ଧୁ, ଭିଡିଓଟି ଷ୍ଟାର୍ଟ କରିବା ପୂର୍ବରୁ ଆପଣ ମାନଙ୍କୁ ଗୋଟେ ରିକ୍ୱେଷ୍ଟ, ଭିଡିଓଟିକୁ ଜମା ସ୍କିପ୍ କରିବେନି, ପୁରା ଦେଖିବେ। ତାର 8ଟି ଗୋଡ଼ ଅଛି, ସେ ଘର କଣରେ ସୁନ୍ଦର ଜାଲ ବୁଣେ, ସେ କିଏ? 8ଟି ଗୋଡ଼, ମଣିଷର ତ 2ଟା। ତାର 8ଟି ଗୋଡ଼ ଅଛି, ଘର କଣରେ ସୁନ୍ଦର ଜାଲ ବୁଣେ ବସୁଛି, ସେ କିଏ? 8ଟି ଗୋଡ଼, 8ଟି ଗୋଡ଼ କାହିଁ? ସତରେ ତ 4ଟା। ତାର 8ଟି। ଅସରପାର 8ଟା କି? ଅସରପାର? ଅସରପା ଜାଲ ବୁଣେ? ଆଉ ସେ ଜାଲ ବୁଣେ। ବୁଢିଆଣୀ ବସା? ବୁଢିଆଣୀ ବସା ନୁହଁ, ବୁଢିଆଣୀ। ହଁ, ସେ ବୁଢିଆଣୀ। ସ୍ପାଇଡର। ହଁ, ସ୍ପାଇଡର କହିଲେ ନା, କିଛି ଲୋକ ଇଂଲିଶରେ କହିଲେ, ସେଥିପାଇଁ କି ଓଡିଆରେ ବୁଢିଆଣୀ ବସା କହିଦେଲି ଏକାଥରକେ। ବୁଢିଆଣୀ ବସା ତିଆରି କରେ ନା? ନେକ୍ସଟ ପ୍ରଶ୍ନ। ହଁ, ବୁଢିଆଣୀ। ତାର 8ଟା ଗୋଡ଼? ଏ ଗୋଟେ ଦିନ ଧରିକି ମତେ ଟିକେ ଦେଖେଇବ ତ। କାଇଁ, ମୋର କଣ କାମୁଡା ଖାଇବା ପାଇଁ ଇଚ୍ଛା ହଉଛି ନା କଣ? ମୁଁ ଫଟୋରେ ଦେଖେଇଦେବି ଭିଡିଓରେ। ହବ, ସେ ଗୋଡଟା ଦେଖିବା ପାଇଁ ଯୋଉଥିରେ ଦେଖୁଛ। ସେ ପାଣିରେ ରହେ, ତାର କୌଣସି ଗୋଡ଼ ନାହିଁ। ନା, ପାଣିରେ ରହେ, ମାଟିରେ ବି ରହେ, ଜଳରେ ରହେ, ସ୍ଥଳରେ ରହେ, ତାର କୌଣସି ଗୋଡ଼ ନାହିଁ। ପାଖକୁ ଆସିଲେ କାମୁଡି ଦିଏ, ସେ କିଏ? ଗୋଡ଼ ନାହିଁ, ଜଳ ସ୍ଥଳ, ସାପ ବୋଧେ? ଆଉ ନେକ୍ସଟ ପ୍ରଶ୍ନ। ସେ ଆକାଶରେ ଧଳା ତୁଳା ପରି ଭାସେ, ସେ ଆକାଶରେ ଧଳା ତୁଳା ପରି ଭାସେ, ବେଶୀ ଗରମ ହେଲେ ଅଜାଡି ଦିଏ। ବେଶୀ ଗରମ ହେଲେ କଳା ହୋଇକି ବର୍ଷା କରାଏ, ସେ କିଏ? ଧଳା ପରି ଭାସେ, ଧଳା ତୁଳା ପରି ଭାସେ ଆକାଶରେ, ବେଶୀ ଗରମ ହେଲେ କଳା କରେଇକି ବର୍ଷା କରାଏ। ବାଦଲ? ବାଦଲ? ମେଘ। ଏଇଟା ମୁଁ AI ରୁ ବାଛିଛି। ଏଇଟା? ହଁ। ତାପରେ ଏଇଟା ଆକ୍ଚୁଆଲି ଗରମ କଲେ ନୁହଁ, ଥଣ୍ଡା ହେଲେ ବସିବା କଥା। ଗରମ କହିଛି, କେଜାଣି ଗରମ ହେଲେ ବସୁଥିବ। ହଉ, ନେକ୍ସଟ। କେଉଁ ଫଳକୁ ଫଳ ମାନଙ୍କ ଭିତରେ ରାଜା ବୋଲି କୁହାଯାଏ, ଯାହା କେବଳ ଗରମ ଦିନେ ମିଳେ? ଗରମ ଦିନେ? କେଉଁ ଫଳକୁ ଫଳ ମାନଙ୍କ ଭିତରେ ରାଜା ବୋଲି କୁହାଯାଏ, ଯାହା କେବଳ ଗରମ ଦିନେ ମିଳେ? ଅଲଗା ଟାଇମରେ ମିଳିବନି? ନା। ୱାଟରମେଲନ, ଯୋଉ ତରଭୁଜ? ହଁ, ଫଳ ଭିତରେ ରାଜା କାହାକୁ କୁହାଯାଏ? ରାଜା? ପଇଡ? ପଇଡ? ହଁ। 2ଟା ଯାକ ମାଡ ଖାଇଗଲା, ଆଉ ପୁଣି କଣ ଅଛି ଫଳ ଭିତରେ ରାଜା? ପଇଡ ତ ସବୁବେଳେ ମିଳେ। ଖରା ଦିନେ ତ ସେମିତି କିଛି ନାହିଁ। ଆମ୍ବ? ଆମ୍ବ? ଓହୋ, ଆମ୍ବ କହନ୍ତି ଫଳ ଭିତରେ ରାଜା। ରାଜା? କିନ୍ତୁ ଲୋକ ତ ଅଲଗା ଟାଇମରେ ବର୍ଷକ 12 ମାସ କିଣିକି ଖାଆନ୍ତି। କେତେଟା ପ୍ରଶ୍ନ ହେଲା? 4ଟା।
ଫଳେ ତ ବର୍ଷା ଖରା ଦିନେ ନା। ନାଇଁ ଯୋଉ ଅଲଗା ଟାଇମରେ ଯୋଉ ଆମ୍ବ ବିକ୍ରି ହୁଏ ସେଟା କି ଆମ୍ବ ମାନେ ସେଟା ବାହାର ଦେଶରେ ଚାଷ ହୁଏ ନା କଣ? ନେକ୍ସଟ ପ୍ରଶ୍ନ ଆଉ ଦିଟା ପଚାରି ଦଉଛୁ, ମୁଁ କରିଦେଇ 6ଟା ପ୍ରଶ୍ନ କରିଦେଇଛି ହେଲା। ସେ ଫୁଲରୁ ଫୁଲକୁ ବୁଲେ ତା ପଛରେ ଏକ ଛୋଟ କଣ୍ଟା ଥାଏ ଆଉ ସେ ମିଠା ମହୁ ତିଆରି କରେ। ଏଇଟା ତମେ କହିଦବ ସେ କିଏ। ଏଇଟା ସେ ଫୁଲରୁ ଫୁଲକୁ ବୁଲେ ତା ପିଠିରେ ଗୋଟେ କଣ୍ଟା ଥାଏ ଆଉ ସେ ମିଠା ମହୁ ତିଆରି କରେ। ଏଇଟା ତମେ କହିଦବ। ପ୍ରଜାପତି ହେଇଥିବ ବୋଧେ ଆଉ। ମହୁମାଛି କି ପ୍ରଜାପତି ଓହୋ, ଏଟା ବି ଜାଣିନ? ଓ ମହୁ ଫାଳେ ମେହେନ୍ଦି ହେଇଛି, ମହୁ ତିଆରି କର ପ୍ରାୟ। ହାତରେ ଫାଳେ ମେହେନ୍ଦି ହେଇଛି ବିଲେଇ ଝାଡା ବସିଲା ଭଳିଆ। ନାଇଁ ଏ ଯୋଉ ମେହେନ୍ଦି ଟା ମୁଁ କରିନି। ତମେ ମତେ ଇଏ କରିଦେଲ, ଏମିତିଆ ମେହେନ୍ଦି ମୁଁ କରିଥିବି ବୋଲି ତମକୁ ଲାଗୁଛି, ବିଶ୍ୱାସ ହଉଛି? ମୁଁ ଦେଖେଇଲ ଶୋଇ ପାଖକୁ ପଡିଥିଲି। ଦେଖେଇଲ। ହାଲୋ କି ସୁନ୍ଦରିଆ ମେହେନ୍ଦି। ଦର୍ଶକ ବନ୍ଧୁ, ମୁଁ ଶୋଇ ପଡିଥିଲି ସକାଳେ ମାନେ 11ଟା ବେଳେ ମୁଁ ଶୋଇ ପଡିଥିଲି ଟିକେ ଯାଇକିରି ଖଟ ଉପରେ ଗଡୁ ନିଦ ଲାଗି ଯାଇଥିଲା। ମୋ ଝିଅ କଣ କରିଛି, ମୋ ହାତକୁ ନେଇକି ମେହେନ୍ଦି କରୁଛି। ମତେ ଏତେ ନିଦ, ମୁଁ ନିଜେ ବି ଜାଣିନି ଯେ ମୋ ହାତରେ ସେ କଣ କରୁଛି। ମୁଁ ଉଠିଲା ପରେ ମୋ ନିଦ ଭାଙ୍ଗିଲା ବେଳକୁ ଦେଖିଲି। ଢୋଡକି ବଜେଇଥିବ ଦିଟା। ନା ମୁଁ ବଜେଇନି, ଖୁସିରେ ଗୋଟେ କରିଦେଇଛି ଆଉ। ରଜରେ ଡାକୁଥିଲା ମତେ ଲଗେଇବା ପାଇଁ, ଯେହେତୁ ମୋର କାମ ମୁଁ ଲଗେଇ ନଥିଲି। ମୁଁ ଶୋଇଲା ବେଳେ ସେ ତା ଫାଇଦା ଉଠେଇ ଦେଇଛି ଆଉ। ଇଏ ଭାବୁଛନ୍ତି କି ମୁଁ ନିଜେ ମେହେନ୍ଦି ଲଗେଇଛି। ହଉ, ବାତିରି ସେ ଗଛର ଶେଷ ଭାଗରେ ଥାଏ, ମାଟି ଉପରୁ ସବୁ ପାଣି ଶୋଷି ଗଛକୁ ବଞ୍ଚାଇ ରଖେ। ସେ କିଏ? ଆଉଥରେ ଟିକେ ପଢେ। ସେ ଗଛର ଶେଷ ଭାଗରେ ଥାଏ, ମାଟି ଉପରୁ ସବୁ ପାଣିକି ଭିଡି ସେ ଗଛକୁ ବଞ୍ଚେଇ ରଖେ, ମାନେ ପାଣିକି ଶୋଷି। ଚେର। ଆପଣ ଠିକ ଉତ୍ତର ଦେଇଛନ୍ତି। ଠିକ ଟି? ସରିଲା। ସରିଗଲା? ଆଜି ଅଧିକ ପଚାରିଛି, 6ଟା ପଚାରିଛି। ଓ ଆଜି ଏକ୍ସଟ୍ରା ଗୋଟେ ପଚାରିଥିଲ? ହଁ, କାହିଁକି? ଲେଖି ଦେଇଥିଲି ଆଉ ମାନେ କାହିଁକି, କୋଉ ପଚାରିଥିଲି। ଖୁସିରେ? ସହଜିଆ 5ଟା ମାନେ 5ଟାରୁ ଅଧିକ ପଚାରିବନି। ସହଜିଆ ପ୍ରଶ୍ନ ଥିଲା ବୋଲି ପଚାରିଦେଲି ଆଉ। ସହଜିଆ ପ୍ରଶ୍ନ? ଦେଖିଆ ଉତ୍ତର ତମେ ଦେଲେ। ଆହୁରି ଗୋଟେ ଥିଲା। ନାଇଁ ଆଉ ଦରକାର ନାହିଁ, ସେ 5ଟା ସେଇ 6ଟା ହେଇଥାଉ। ଏଇ କେତେ ଗୋଟେ ଅଧିକ ପଚାରିଲଣି, ପୁଣି କହୁଛ ଆହୁରି ଗୋଟେ ପଚାରିବ ବୋଲି। ସେତିକି ଦବ। ଦର୍ଶକ ତମେ ସିଆଡେ କୁଆଡେ ଘୁଞ୍ଚି ଯାଇ ଫ୍ୟାନ ପାଖରେ ମାଇଲଣି। ବୁଝିଗଲି। ଆଉ ତମେ ଭିଡିଓ ବନେଇଲେ ଏଠି ଗଲଣି ସେଠିକି। ଶୁଣୁନା, ଫାଷ୍ଟ ଭିଡିଓରେ ଫ୍ୟାନ ଆସୁନଥିଲା। ଯୋଉ ଚକ ଲାଗିନି କି ଚେୟାରରେ, ହଁ, ସିଏ ନୁହଁ ଏମିତି ଟିକେ ଆଉଜିକି ବସିଲା ବେଳକୁ ସେ ଗଢି ଯାଉଛି। ମତେ ଟିକେ ଆରାମ ଲାଗୁଛି, ମୁଁ ପଳଉଛି। ତମେ ଫାଷ୍ଟ ବନଉଥିଲ ଏଠି ଟେବୁଲ ପାଖରେ, ବର୍ତ୍ତମାନ ଟେବୁଲ କୋଉ ଦୂରରେ ରହିଲା, ତମେ ଯାଇକି ମାଇଲଣି ସିଆଡେ। ଏଠି ପଳେଇ ଆସିବି। ନାଇଁ ଥାଉ, ସଇଲା ତ ଭିଡିଓ, କହିଦିଅ। ଦର୍ଶକ ବନ୍ଧୁ, ଆଜିର କ୍ୱେଶ୍ଚିନ୍ ଗୁଡିକ କେମିତି ଲାଗିଲା ଆପଣ ମାନଙ୍କୁ କମେଣ୍ଟ ମାଧ୍ୟମରେ ଜଣେଇବେ। ଆଉ ଆମ 2 ଜଣଙ୍କ ଭିତରେ ଭଲ କିଏ ଆଉ କଳିଆ କିଏ, ସେଇଟା ଟିକେ କମେଣ୍ଟ କରି କହିବେ। ମୋ ଭିଡିଓକୁ ଟିକେ ଲାଇକ୍, କମେଣ୍ଟ, ସେୟାର କରିବେ ଆଉ ସବସ୍କ୍ରାଇବ କରିବେ। ମୁଁ ତ ଜାଣିଛି, ମୁଁ କଳିଆ ଆଉ କଣ। ମତେ ହିଁ ଭଲ କହିବେ ହେଲା। ହଉ, ଆଜି ପାଇଁ ଏତିକି। ନମସ୍ତେ। ଭଲରେ ଥାଆନ୍ତୁ ସମସ୍ତେ।